ସ୍ୱାର୍ଥପର ଦୁନିଆରେ କିଏ ବା କାହାର ହେଉଛି? ଯାହା ଉପରେ ଭରସା କରିବ ସିଏ ବି ଧୋକା ଦେଉଛି। ପ୍ରକୃତ ଭଲ ପାଇବା ଥିଲେ ବିନା କଥା ହେଇକି କେବେ ରହି ହେବନି। ଆଉ ଯଦି ଜଣେ ରହିଯାଉଛି ତାହେଲେ ବୁଝିଯାଅ ଯେ ତୁମର ଅଭାବଟାକୁ ଆଉ କିଏ ପୂରଣ କରୁଛି। ହେ ଭଗବାନ, ମୋତେ ଜଲ୍ଦି ତୁମ ପାଖକୁ ନେଇଯାଅ, କାହିଁକି ନା ନିଜ ଲୋକମାନେ ତ ମୋତେ ପର କରିଦେଲେ। ଯାହାକୁ ନିଜର ଭାବି ତା ହାତ ଧରିଥିଲି ସେ ବି ଆଜି ଏ ଦୁନିଆ ଆଗରେ ଅପରାଧୀ ସଜେଇ ଦେଲା। ଆଉ ବଞ୍ଚିକି ଲାଭ କ'ଣ? ଆଜିର ଅନୁଚିନ୍ତା ଜୀବନରେ ସବୁବେଳେ ଏ କଥାକୁ ମନେ ରଖିବେ ଯେ କାହାକୁ ଯଦି ଗୋଟିଏ ସୀମା ଠାରୁ ଅଧିକ ଭଲ ପାଇବା ଦେବେ ତେବେ ସେ ଲୋକଟି ଆଗରେ ତୁମ ଭଲ ପାଇବା ମୂଲ୍ୟହୀନ ହୋଇଯିବ। ସବୁଠୁ ବଡ଼ ଆଘାତ, କିଛି ଲୋକ ସେମାନଙ୍କ ଶବ୍ଦ ଦ୍ୱାରା ଆମକୁ ଆଘାତ କରନ୍ତି, କେହି କେହି ସେମାନଙ୍କ କାର୍ଯ୍ୟ ଦ୍ୱାରା ଏବଂ କିଛି ନୀରବତା ଦ୍ୱାରା। କିନ୍ତୁ ସବୁଠାରୁ ବଡ଼ ଆଘାତ ହେଉଛି ଯେତେବେଳେ ଆମେ କାହାକୁ ଗୁରୁତ୍ୱ ଦେଇଥାଉ ଏବଂ ସେମାନେ ଆମକୁ ଅଣଦେଖା କରନ୍ତି। କାହିଁକି କେଜାଣି ଜୀବନରେ ଏମିତି ମଣିଷ ଦେଖା ହୁଅନ୍ତି ଯାହାକୁ ପାଇବା ସମ୍ଭବ ନୁହେଁ କି ଭୁଲିବା ବି ସମ୍ଭବ ନୁହେଁ। ଦିନେ ସମୟ ସରିଯାଉଥିଲା, କଥା ସରୁ ନଥିଲା। ଆଉ ଆଜି ସମୟ ବହୁତ ଅଛି, ହେଲେ କଥା ଆରମ୍ଭ ବି ହଉନି। ଇଗ୍ନୋର କରିବା ମୋତେ ଆସେ, ଜାଣି ରଖିଥା। ଇମ୍ପୋର୍ଟାଣ୍ଟ ଦଉଛି ବୋଲି ତୁ ଏତେ ଭାଉ ଖାଉଛୁ। ଯଦି ଥରେ ମାଇଣ୍ଡରୁ ବାହାର କରିଦେବି, କଥା ହେବା ତ ଦୂରର କଥା, ତତେ ଦେଖିବାକୁ ବି ପସନ୍ଦ କରିବିନି। ଭାବିଥିଲି କେବେ କାହାକୁ ଲଭ୍ କରିବିନି, ହେଲେ ଏମିତି ଜଣକ ସହ ଲଭ୍ ହେଲା ଯେ ନା ତାକୁ ଛାଡ଼ି ରହିପାରୁଛି ନା ସେ ମୋ ଭାଗ୍ୟରେ ଅଛି। ମୋ ପ୍ରେମ ବୋଧେ ରାଧାକୃଷ୍ଣ ପରି ଅଧୁରା ରହିଯିବ। କେବେ କାହା କଲ୍ କି ମେସେଜର ଅପେକ୍ଷାରେ ରହିବନି, ନହେଲେ ମୋ ପରି ଲୁଚି ଲୁଚି କାନ୍ଦିବ। ସେ ଆଉ କାହା ସହ ବ୍ୟସ୍ତ ଥିବ ଆଉ ତୁମେ ପାଗଳଙ୍କ ପରି କାନ୍ଦୁଥିବ।